14 ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ହଁ ଦର୍ଶକ ବନ୍ଧୁ, 14 ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଆଜିର ସମ୍ପୂର୍ଣ୍ଣ ପାଣିପାଗ ଅପଡେଟରେ ଚାଲନ୍ତୁ ଆଜି ନଜର ପକାଇବା। ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ, ଝଡ଼ ପବନ, ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକ ପ୍ରଭାବ ଦେଖିବାକୁ ମିଳିବ। କିଛି ଅଞ୍ଚଳରେ ବର୍ଷା ସମୟରେ 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ରାୟଗଡ଼ା, କୋରାପୁଟ, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ। ଦର୍ଶକ ବନ୍ଧୁ, ଭିଡ଼ିଓ ଆଗକୁ ଯିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଦର୍ଶକ ବନ୍ଧୁ, ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ଏହି ଭିଡ଼ିଓଟି ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ। ଦର୍ଶକ ବନ୍ଧୁ, ଆପଣଙ୍କର ଜରୁରୀ କାମ ନଥିଲେ ଆପଣ ଜମାରୁ ବାହାରକୁ ଯାଆନ୍ତୁ ନାହିଁ। ଆଜିଠୁ ତାପମାତ୍ରା ବୃଦ୍ଧି ହେବାକୁ ଯାଉଛି, 45 ଡିଗ୍ରୀରୁ ଅଧିକ ହେବାକୁ ଯାଉଛି। ତେଣୁକରି ଦର୍ଶକ ବନ୍ଧୁ, ଆପଣଙ୍କୁ ଅନୁରୋଧ କରିବି, କୌଣସି କାମ ନଥିଲେ ଆପଣ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ଆପଣ ପାଣି ବୋତଲ, କଡ଼ା ଚଷମା ଏବଂ ଛତା ବ୍ୟବହାର କରନ୍ତୁ। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ।